ସାଧାରଣତନ୍ତ୍ର ଦିବସ ହେଉଛି ଆମ ସମସ୍ତଙ୍କର। ଆଜି ବହୁତ ଖୁସି ଲାଗୁଛି। ଦେଖନ୍ତୁ ମୀରା ବାପା ଆଉ ସମସ୍ତେ ମିଶିକି ଆଜି ଏକାଠି ହେଇଛନ୍ତି। ଆମେ କହିପାରିବାନି ଯେ ସେ ଟ୍ରାନ୍ସଜେଣ୍ଡର ବୋଲି, ଆମେ କହିପାରିବାନି ଯେ ମୁଁ ଝିଅ ପିଲା ସିଏ ପୁଅ ପିଲା, ଆମେ କହିପାରିବାନି, କାହିଁକିନା ଆମେ ସମସ୍ତେ ହେଉଛୁ ଭାରତୀୟ, ଆମେ ସମସ୍ତେ ହେଉଛୁ ଏକ। ଯେତେବେଳେ ଗୋଟେ ଭାରତକୁ କି ଆମ ରାଜ୍ୟକୁ କି ଆମ ଦେଶକୁ ଯେତେବେଳେ ଗୋଟେ ସଂକ୍ରମଣ ଆସିଲା, ସେତେବେଳେ ସମସ୍ତେ ଆମେ ଏକାଠି ହେଇଗଲେ। ସେ କୋରୋନା ଭାଇରସ ହଉ, ଯେତେବେଳେ ଯୁଦ୍ଧକାଳୀନ ଭିତ୍ତି ହଉ, ଯାହା ବି ହଉ, ଆପଣ ସମସ୍ତେ ଦେଖି ଆମେ ସମସ୍ତେ ଏକ ହେଇକି ଯେତେବେଳେ ବାହାରିଲେ। ଯେତେବେଳେ ଗୋଟେ କେଉଁଠି ବନ୍ୟା ହେଉଛି, ଯେତେବେଳେ କେଉଁଠି ବାତ୍ୟା ହେଉଛି, ଆମେ ସମସ୍ତେ ଏକ ହେଇଯାଉଛେ। ସେ ବନ୍ୟା ବାତ୍ୟାରେ ବି ଲୋକମାନେ ବି ସେଠି ଯେତିକି ଜଣ ପାଉଛନ୍ତି ଉଦ୍ଧାର ପାଇଯାଉଛନ୍ତି। ତ ସେଇଟା ମୁଁ କେବେ ବି ଆମେ କହିପାରିବାନି ଯେ ଆମେ ଆଜି ସେମାନେ ଟ୍ରାନ୍ସଜେଣ୍ଡର ହେଇଛନ୍ତି କି ଆମେ ପୁଅ ପିଲା କି ଆମେ ଝିଅ ପିଲା, କି ମୁଁ ବି କହିପାରିବିନି ଯେ ମୁଁ ଝିଅ ପିଲା ହେଇଛି। ମୁଁ ବି ସେମାନଙ୍କ ମଧ୍ୟରୁ ଜଣେ, କାହିଁକିନା ଶିବ ଶକ୍ତି ହେଉଛନ୍ତି ସେ ଏକ, ଆଉ ଶିବ ଶକ୍ତିଙ୍କର ମହିମା ଫଳରେ ସେ ଆଜି ସେ ମାନେ ବରଦାନ ପାଇଛନ୍ତି। କାହିଁକିନା ତାଙ୍କର ଆଶୀର୍ବାଦ ଯେତେବେଳେ ଆମେ ତାଙ୍କର ନେଇଥାଉ, ସେତେବେଳେ ମାନେ ବହୁତ ମାନେ ଯେଉଁ କାମ ନ ହବ କାମ ବି ହେଇଯାଇଥାଏ। ତ ସେଥିପାଇଁ ମୁଁ ଭାବେ ସେମାନେ ହେଉଛନ୍ତି ମାନେ ଦେବତୁଲ୍ୟ। ତ ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ।